सुभद्रा योजना ପାଇଁ ଆସିଲା ବଡ଼ ଅପଡେଟ୍। ରଜ ପାଇଁ ଆକାଉଣ୍ଟକୁ ଗଲା 10,000 ସୁଭଦ୍ରା ଟଙ୍କା ସହାୟତା। କେବଳ ଏହି ମହିଳାମାନେ ପାଇପାରିବେ ଲାଭ। ଜାଣନ୍ତୁ ସମ୍ପୂର୍ଣ୍ଣ ଖବର। ନମସ୍କାର ଦର୍ଶକ ବନ୍ଧୁ, ଆପଣମାନେ ଦେଖୁଛନ୍ତି G20 ଓଡ଼ିଆ ଏବଂ ଆଜିର ଏହି ବଡ଼ ଖବରରେ ଆମେ ଜାଣିବା ରଜ ପର୍ବ ଅବସରରେ ସୁଭଦ୍ରା ଯୋଜନାକୁ ନେଇ ଆସିଥିବା ବଡ଼ ଅପଡେଟ୍ ବିଷୟରେ। ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଏକ ଖବର ବହୁତ ଚର୍ଚ୍ଚାରେ ରହିଛି ଯେ ରଜ ପୂର୍ବରୁ କିଛି ମହିଳାଙ୍କ ଆକାଉଣ୍ଟକୁ 10,000 ଟଙ୍କା ଯାଇଛି ଏବଂ ଅନେକ ମହିଳା ଜାଣିବାକୁ ଚାହୁଁଛନ୍ତି ଯେ କାହାକୁ ଏହି ଟଙ୍କା ମିଳିଛି ଆଉ କାହାକୁ ଆଗକୁ ମିଳିବ। ପ୍ରଥମେ ଆପଣଙ୍କୁ କହି ରଖୁଛୁ ଯେ ସୁଭଦ୍ରା ଯୋଜନାରେ ସରକାର ନିର୍ଦ୍ଧାରିତ ଯୋଗ୍ୟ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଯେଉଁ ମହିଳାମାନେ ସମସ୍ତ ନିୟମ ପୂରଣ କରିଛନ୍ତି ଏବଂ ତାଙ୍କ ଆବେଦନର ଆଧାର, ବ୍ୟାଙ୍କ ଖାତା ଓ ଡିବିଟି ସଠିକ୍ ଭାବରେ ଲିଙ୍କ ହୋଇଛି ସେମାନଙ୍କୁ ଟଙ୍କା ମିଳିବାର ସମ୍ଭାବନା ରହିଛି। ରଜ ପର୍ବ ସମୟରେ ସରକାର ବିଭିନ୍ନ ଯୋଜନାର ଟଙ୍କା ଜାରି କରିଥାନ୍ତି। ତେଣୁ ସୁଭଦ୍ରା ଯୋଜନାର ହିତାଧିକାରୀମାନେ ମଧ୍ୟ ନିଜ ଆକାଉଣ୍ଟ ଯାଞ୍ଚ କରୁଛନ୍ତି। କିନ୍ତୁ ମନେ ରଖନ୍ତୁ, କୌଣସି ଟଙ୍କା ମିଳିବା ସମ୍ବନ୍ଧରେ ଶେଷ ସୂଚନା ସରକାରଙ୍କର ଅଧିକୃତ ଘୋଷଣା ଉପରେ ନିର୍ଭର କରିଥାଏ। କେଉଁ ମହିଳାମାନେ ଲାଭ ପାଇପାରିବେ? ଯେଉଁମାନଙ୍କର ଆବେଦନ ଅନୁମୋଦିତ ହୋଇଛି, ଯେଉଁମାନଙ୍କର ଆଧାର କାର୍ଡ଼ ବ୍ୟାଙ୍କ ଖାତା ସହିତ ଲିଙ୍କ ଅଛି, ବ୍ୟାଙ୍କ ଖାତାରେ ଡିବିଟି ସୁବିଧା ସକ୍ରିୟ ଅଛି, ଆବେଦନ ସମୟରେ ଦିଆଯାଇଥିବା ସମସ୍ତ ତଥ୍ୟ ସଠିକ୍ ଅଛି, ସରକାରୀ ଯାଞ୍ଚରେ ଯୋଗ୍ୟ ବିବେଚିତ ହୋଇଛନ୍ତି। କେଉଁମାନଙ୍କ ଟଙ୍କା ଅଟକିପାରେ? ଆଧାର ଓ ବ୍ୟାଙ୍କ ଲିଙ୍କ ନଥିଲେ, ଡିବିଟି ସକ୍ରିୟ ନଥିଲେ, ଆବେଦନରେ ତ୍ରୁଟି ଥିଲେ, ନାମ, ଜନ୍ମ ତାରିଖ କିମ୍ବା ଅନ୍ୟ ତଥ୍ୟରେ ଅମେଳ ଥିଲେ, ସରକାରୀ ଯାଞ୍ଚରେ ଅଯୋଗ୍ୟ ବିବେଚିତ ହେଲେ। ଯଦି ଆପଣ ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି ତେବେ ଥରେ ନିଜ ବ୍ୟାଙ୍କ ଖାତା, ଆଧାର ଲିଙ୍କ ଏବଂ ଡିବିଟି ସ୍ଥିତି ଯାଞ୍ଚ କରନ୍ତୁ। ଏହାଦ୍ୱାରା ଟଙ୍କା ଆସିବାରେ କୌଣସି ସମସ୍ୟା ହେବ ନାହିଁ। ସୁଭଦ୍ରା ଯୋଜନାର 10,000 ଟଙ୍କା କାହାକୁ ମିଳିବ ନାହିଁ? ଜାଣନ୍ତୁ କେଉଁ କାରଣରୁ ଅଟକିପାରେ ସୁଭଦ୍ରା ଟଙ୍କା। ରଜ ପର୍ବ ଅବସରରେ ସୁଭଦ୍ରା ଯୋଜନାକୁ ନେଇ ଚର୍ଚ୍ଚା ବଢ଼ି ଚାଲିଛି। ଅନେକ ମହିଳା ଜାଣିବାକୁ ଚାହୁଁଛନ୍ତି ଯେ କେଉଁମାନଙ୍କୁ ସହାୟତା ଟଙ୍କା ମିଳିବ ନାହିଁ ଏବଂ କେଉଁ କାରଣରୁ ଟଙ୍କା ଅଟକି ଯାଇପାରେ। ଆଜିର ଏହି ରିପୋର୍ଟରେ ଆମେ ସେହି ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିବା। ଦର୍ଶକ ବନ୍ଧୁ, ସରକାରଙ୍କ ପକ୍ଷରୁ ଯେତେବେଳେ କୌଣସି ଯୋଜନାର ଟଙ୍କା ଜାରି କରାଯାଏ ସେତେବେଳେ କେବଳ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ହିଁ ଟଙ୍କା ପଠାଯାଏ। ଯଦି କୌଣସି ତଥ୍ୟରେ ତ୍ରୁଟି ଥାଏ କିମ୍ବା ନିୟମ ପୂରଣ ହୋଇନଥାଏ ତେବେ ଟଙ୍କା ଅଟକିପାରେ। ପ୍ରଥମ କାରଣ ଆଧାର ଓ ବ୍ୟାଙ୍କ ଲିଙ୍କ ନଥିବା। ଯଦି ଆପଣଙ୍କ ଆଧାର କାର୍ଡ଼ ବ୍ୟାଙ୍କ ଖାତା ସହିତ ଲିଙ୍କ ହୋଇନାହିଁ ତେବେ ଡିବିଟି ମାଧ୍ୟମରେ ଟଙ୍କା ଆସିବାରେ ସମସ୍ୟା ହୋଇପାରେ। ଏହି କାରଣରୁ ଅନେକ ହିତାଧିକାରୀଙ୍କ ଟଙ୍କା ଅଟକିଯାଏ। ଦ୍ୱିତୀୟ କାରଣ ଡିବିଟି ସକ୍ରିୟ ନଥିବା। ସୁଭଦ୍ରା ଯୋଜନାର ଟଙ୍କା ସିଧାସଳଖ ବ୍ୟାଙ୍କ ଖାତାକୁ ଯାଏ, ତେଣୁ ବ୍ୟାଙ୍କ ଖାତାରେ ଡିବିଟି ସୁବିଧା ସକ୍ରିୟ ନଥିଲେ ଟଙ୍କା ପହଞ୍ଚିବ ନାହିଁ। ତୃତୀୟ କାରଣ ଆବେଦନରେ ତ୍ରୁଟି। ଆବେଦନ ସମୟରେ ନାମ, ଜନ୍ମ ତାରିଖ, ଆଧାର ନମ୍ବର କିମ୍ବା ବ୍ୟାଙ୍କ ତଥ୍ୟ ଭୁଲ ଦିଆଯାଇଥିଲେ ଟଙ୍କା ଅଟକିପାରେ। ଚତୁର୍ଥ କାରଣ ସରକାରୀ ଯାଞ୍ଚରେ ସମସ୍ୟା। ସରକାରଙ୍କ ପକ୍ଷରୁ ତଥ୍ୟ ଯାଞ୍ଚ କରାଯାଏ। ଯଦି ଯାଞ୍ଚ ସମୟରେ କୌଣସି ଅସଙ୍ଗତି ଦେଖାଯାଏ ତେବେ ଲାଭ ମିଳିବାରେ ବିଳମ୍ବ ହୋଇପାରେ। ପଞ୍ଚମ କାରଣ ବ୍ୟାଙ୍କ ଖାତା ବନ୍ଦ କିମ୍ବା ନିଷ୍କ୍ରିୟ ଥିବା। କେତେକ ମହିଳାଙ୍କ ବ୍ୟାଙ୍କ ଖାତା ଦୀର୍ଘ ଦିନ ଧରି ବ୍ୟବହାର ନ ହେଉଥିବାରୁ ନିଷ୍କ୍ରିୟ ହୋଇଯାଇଥାଏ। ଏପରି ସ୍ଥିତିରେ ଟଙ୍କା ଜମା ହେବାରେ ସମସ୍ୟା ହୋଇପାରେ। ଯଦି ଆପଣ ସୁଭଦ୍ରା ଯୋଜନାର ଲାଭ ପାଇବାକୁ ଚାହୁଁଛନ୍ତି ତେବେ ନିଜର ଆଧାର, ବ୍ୟାଙ୍କ ଖାତା ଏବଂ ଡିବିଟି ଯାଞ୍ଚ କରନ୍ତୁ। କୌଣସି ତ୍ରୁଟି ଥିଲେ ତୁରନ୍ତ ସୁଧାର କରନ୍ତୁ। ସୁଭଦ୍ରା ଯୋଜନାର ଟଙ୍କା ପାଇନାହାନ୍ତି କି? ଏହି 5ଟି କାମ କଲେ ମିଳିପାରେ ସୁଭଦ୍ରା ଟଙ୍କା। ସୁଭଦ୍ରା ଯୋଜନାକୁ ନେଇ ଅନେକ ମହିଳାଙ୍କ ମନରେ ଗୋଟିଏ ପ୍ରଶ୍ନ ରହିଛି, ଆମେ ଆକାଉଣ୍ଟକୁ ଟଙ୍କା କେବେ ଆସିବ? କ'ଣ କଲେ ଟଙ୍କା ମିଳିବ? ଆଜିର ଏହି ରିପୋର୍ଟରେ ଆମେ ବିସ୍ତୃତ ଭାବରେ ଆଲୋଚନା କରିବା। ଦର୍ଶକ ବନ୍ଧୁ, ସୁଭଦ୍ରା ଯୋଜନାର ଟଙ୍କା ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପଠାଯାଏ। ତେଣୁ ପ୍ରଥମେ ଆପଣ ସମସ୍ତ ତଥ୍ୟ ଠିକ୍ ଅଛି କି ନାହିଁ ତାହା ଯାଞ୍ଚ କରିବା ଆବଶ୍ୟକ। ପ୍ରଥମ କାରଣ ଆଧାର କାର୍ଡ଼କୁ ବ୍ୟାଙ୍କ ଖାତା ସହିତ ଲିଙ୍କ କରାନ୍ତୁ। ଯଦି ଆଧାର ଓ ବ୍ୟାଙ୍କ ଖାତା ସହିତ ଲିଙ୍କ ହୋଇନାହିଁ ତେବେ ଡିବିଟି ମାଧ୍ୟମରେ ଟଙ୍କା ଆସିବ ନାହିଁ। ତେଣୁ ନିଜ ବ୍ୟାଙ୍କକୁ ଯାଇ ଏହା ଯାଞ୍ଚ କରାନ୍ତୁ। ଦ୍ୱିତୀୟ କାମ ଡିବିଟି ସକ୍ରିୟ କରନ୍ତୁ। ଡିରେକ୍ଟ ବେନିଫିଟ୍ ଟ୍ରାନ୍ସଫର ବା ଡିବିଟି ସକ୍ରିୟ ଥିବା ଜରୁରୀ। ଅନେକ ସମୟରେ ଏହା ସକ୍ରିୟ ନଥିବାରୁ ଟଙ୍କା ଅଟକିଯାଏ। ତୃତୀୟ କାମ ଆବେଦନର ତଥ୍ୟ ଯାଞ୍ଚ କରନ୍ତୁ। ନାମ, ଆଧାର ନମ୍ବର, ବ୍ୟାଙ୍କ ଆକାଉଣ୍ଟ ନମ୍ବର ଏବଂ ମୋବାଇଲ ନମ୍ବର ସଠିକ୍ ଅଛି କି ନାହିଁ ଥରେ ଯାଞ୍ଚ କରାନ୍ତୁ। ଚତୁର୍ଥ କାମ ବ୍ୟାଙ୍କ ଖାତା ସକ୍ରିୟ ରଖନ୍ତୁ। ଦୀର୍ଘ ଦିନ ଧରି ବ୍ୟବହାର ନ କରିଥିବା ଖାତାରେ ଟଙ୍କା ଆସିବାରେ ସମସ୍ୟା ହୋଇପାରେ। ତେଣୁ ଖାତା ସକ୍ରିୟ ଅଛି କି ନାହିଁ ଜାଣନ୍ତୁ। ପଞ୍ଚମ କାମ ତ୍ରୁଟି ଥିଲେ ସୁଧାର କରନ୍ତୁ। ଯଦି କୌଣସି ଭୁଲ ରହିଛି ତଥ୍ୟରେ ତେବେ ତୁରନ୍ତ ସମ୍ପର୍କୀୟ କାର୍ଯ୍ୟାଳୟ କିମ୍ବା କ୍ୟାମ୍ପରେ ଯାଇ ତାହା ସୁଧାର କରନ୍ତୁ। ସମସ୍ତ ତଥ୍ୟ ଠିକ୍ ଥିଲେ ଏବଂ ସରକାରୀ ଯାଞ୍ଚରେ ଆପଣ ଯୋଗ୍ୟ ବିବେଚିତ ହେଲେ ଟଙ୍କା ସିଧାସଳଖ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିବ। ଆଗକୁ କେଉଁମାନେ ପାଇବେ ସୁଭଦ୍ରା ଯୋଜନାର ଟଙ୍କା? ଏହାକୁ ନେଇ ବଡ଼ ଅପଡେଟ୍ ମଧ୍ୟ ରହିଛି। ସୁଭଦ୍ରା ଯୋଜନାକୁ ନେଇ ଲକ୍ଷ ଲକ୍ଷ ମହିଳା ଅପେକ୍ଷା କରିଛନ୍ତି। ଅନେକ ମହିଳା ପୂର୍ବରୁ ଟଙ୍କା ପାଇଥିଲା ବେଳେ ଆଉ କିଛି ମହିଳା ଏବେ ବି ଅପେକ୍ଷାରେ ଅଛନ୍ତି। ତେବେ ଆଗକୁ କେଉଁମାନେ ଟଙ୍କା ପାଇପାରନ୍ତି ଆସନ୍ତୁ ଜାଣିବା।
दर्शक बंधु सुभद्रा योजनार लाभ से ही महिला मानक मिलता है जो मैंने सरकार को निर्धारित योग्यता पूर्ण करछंती जो मानक आवेदन पूर्व जांच रे अटक थिला किंबा कोनोसी त्रुटि थिला से माने त्रुटि सुधार करथिले आगामी किस्ती रे लाभ पाई पारंती। प्रथमे लाभ पाइपारती से ही महिला माने जो मानकर आवेदन अनुमोदित हो सारी जदि आपणक आवेदन सफल भाव में ग्रहण करा जायछि एवं कोनोसी आपत्ति नाही तेबे आगामी पर्यायर टंका मिल पारे। द्वितीय जो मानकर आधार और बैंक खाता सठिक भाव में लिंक होईछि डीबीटी माध्यम रे टंका पठा जाउथिबारु एहा अत्यंत जरूरी। तृतीय जो माने पूर्वरु त्रुटि सुधार करिसेंती नाम बैंक तथ्य किंबा आधार संबंधी समस्या थिले एवं ताहाकु सुधार करा जायथिले सेमाने मध्य आगामी किस्ती रे शामिल होई पारंती। चतुर्थरे जो मानकर बैंक खाता रे डीबीटी सक्रिय अछि एहा नथिले टंका आसिबारे विलंब होई पारे। पंचमरे सरकारी जांच रे योग्य विवेचित होइथिबा महिला माने जांच प्रक्रिया शेष होबा परे योग्य तालिका रे थिबा महिला माने टंका पाई पारंती। मन रखंतु जो तारीख रे जो मानकर टंका पाइबे से संपर्क रे शेष निष्पत्ति सरकार को अधिकृत घोषणा उपरे निर्भर करे तेनु कोनोसी गुजब किंबा अप्रमाणित खबर को विश्वास करंतु नाही। एभली सुभद्रा योजना पीएम किसान और सरकारी योजनार अपडेट पाई देखुथांतु G20 ओडिया न्यूज। ता सहित वीडियो भल लागिथिले वीडियो को लाइक करंतु चैनल ले नुआ थिले चैनल को सब्सक्राइब करंतु।